ନାଇଁ ମୁଁ ତୁଳସୀ ଏଥର ଛାଡ଼ୁଛି ମୁଁ ଯାଉଛି ଅପେରା ରାଜ ଦରବାର 8 ବର୍ଷ ହେଲା ୟା ପୂର୍ବରୁ ଶିବାନୀ 10 ବର୍ଷ ଜନତା 15 ବର୍ଷ ମୁଁ ରୁହେ 7-8 ବର୍ଷ ରୁହେ ଏତେ ଶୀଘ୍ର ମୁଁ ଚେଞ୍ଜ କରେନି ଯେତେବେଳେ ଆସେ ଟିକେ ସମୟ ତ ଚେଞ୍ଜ କରିଦିଏ ତାର ବହୁତ କାରଣ ଅଛି ଯେଉଁମାନେ ଚେଞ୍ଜ କରିଦିଏ କିଏ ପଇସା ପାଇଁ କିଏ ମେଣ୍ଟାଲି ସାଟିସ୍ଫ୍ୟାକ୍ସନ୍ ମାଲିକମାନଙ୍କୁ ପାଇଲା ନାହିଁ ଅସୁବିଧା ତାର କିଏ ଦରମା ବୃଦ୍ଧି ହେଉଛି ଦରମା ପାଇଁ ଯାଉଛି ସେଇଟା କିଏ କେଉଁ ଇଏରେ ଚେଞ୍ଜ କରିଦିଏ ସେଇଟା କହିହେବନି କାହିଁକି ବର୍ତ୍ତମାନ ଯେଉଁ ମାଲିକ କଳାକାର ଭିତରେ ଚାଲିଛି ଗୋଟେ ଦେଖାହେଉଛି ହଁ କଳାକାରକୁ ସସ୍ପେଣ୍ଡ କରିଦେବା ବ୍ୟାନ୍ କରିଦେବା ଆପଣ କେମିତି ଦେଖୁଛନ୍ତି? ନାଇଁ ଦେଖନ୍ତୁ ମାଲିକ କଳାକାର ସେ କିଏ ଜଣେ ଲୋକ ସମସ୍ତେ ତ ନୁହନ୍ତି ଜଣେ ମାଲିକ କି ଜଣେ କଳାକାର ତାଙ୍କ ଭିତରେ ଡିସ୍ପ୍ୟୁଟ୍ ହେଇଛି ବୁଝିଲେ ଜଣେ ଲୋକ କିଏ କ'ଣ କରିଛି ସେ ଆମେ ତ କହିପାରୁନି ସେଟା କେତେ ଦୂର ଠିକ୍ କେତେ ମାନେ ଭୁଲ ଟଙ୍କା ସେ ନେଇଛି କି ନାହିଁ ମାଡ଼ ହେଇଛି କି ନାହିଁ ସେଟା ତ ଆମେ କିଛି ଜାଣିନୁ ଆମେ ଯାହା ସୋସିଆଲ ମିଡ଼ିଆରୁ ଖାଲି ଦେଖୁଛୁ ସେଟାକୁ ନ ଜାଣିଲା ପର୍ଯ୍ୟନ୍ତ ମୁଁ କେମିତି କହିବି ସୋସିଆଲ ମିଡ଼ିଆରୁ ଆମେ ଯାହା ସବୁଦିନ ଶୁଣୁଛୁ ବ୍ୟାନ୍ କରିଦେବା ମାଲିକମାନେ ଯାତ୍ରାପାଟି କରିଛନ୍ତି ସେମାନେ ସଂସ୍ଥା କରିଛନ୍ତି ସେଇଟା ଏଇଟା କୌଣସି ସରକାରୀ ସଂସ୍ଥା ନୁହେଁ ତାଙ୍କର ଖୁସି ହେଇଛି ମୋତେ ଆଜି ରଖିଛନ୍ତି କାଲି ଖୁସି ହେବ ମୋତେ ରଖିବନି ମୁଁ ତାଙ୍କୁ ଭଲ ଲାଗିଲିନି ବୁଝିଲେ କି ତାଙ୍କର ସେଇଟା ହେଉଛି ସଂସ୍ଥା ନିଜର ଆମେ ଚାକିରି କରିଛୁ ଯଦି ସେ ମୁଁ ବ୍ୟବହାର ତାଙ୍କୁ ଭଲ ଲାଗିଲାନି ତାଙ୍କର କ'ଣ ସେ ନିଷ୍ପତ୍ତି ନେବେ ଯେ ଆମେ ସେଟାକୁ ଯଦି ଡକେଇକିରି କ'ଣ ଡକେଇ ସାରିଲା ପରେ ତାକୁ ସସ୍ପେଣ୍ଡ କରନ୍ତି ତାଙ୍କର ଜାଣିଲେ ଆମକୁ ଭଲ ଲାଗୁନି କି ଆମକୁ ସେ ମିସବିହେଭ୍ କଲା ତାଙ୍କ ଉପରେ ଆମେ କହିପାରିବୁନି ସଂସ୍ଥା ତାଙ୍କର ଆମେ ଚାକିରି କରିଛୁ ନାଇଁ ସେମିତି ଯାହା ମୁଁ ଯଦି ଭୁଲ କରିବି ମୁଁ ଦଣ୍ଡ ପାଇବି ଏପର୍ଯ୍ୟନ୍ତ ହେଲାଣି ମୁଁ ଯାତ୍ରା ସଂସ୍ଥାରେ 50 ବର୍ଷ ହେଇଗଲାଣି କୌଣସି ମାଲିକ ତ ମୋତେ ଆଙ୍ଗୁଠି ଦେଇ କଥାବାର୍ତ୍ତା କରନ୍ତିନି ମୋ ତରଫରୁ ଯଦି କିଛି ଭୁଲ ହେବ କି ତାଙ୍କ ତରଫରୁ ମୋ ତରଫରୁ କିଛି ଭୁଲ ନଥିବ ତାଙ୍କ ତରଫରୁ କିଛି ଭୁଲ ଥିବ ମୁଁ କାହିଁକି ଭୁଲ କରିବାକୁ ଯିବି ମୋ ତ ଭୁଲ ନାହିଁ ମୋତେ ତ କେହି ଆଙ୍ଗୁଠି ଦେଇ କଥାବାର୍ତ୍ତା କରୁନାହାନ୍ତି ତେବେ ତା ଭିତରେ କ'ଣଟା ରହିଛି ସେଇଟା ବି ଆମେ ଯାହା ସୋସିଆଲ ମିଡ଼ିଆରୁ ଆମେ ଯାହା ଜାଣୁଛୁ କିଏ ସୋସିଆଲ ମିଡ଼ିଆ କିଏ ସତ କହୁଛି କିଏ ମିଛ କହୁଛି କିଏ କହୁଛି ଥାନାରେ କେସ୍ ଚାଲିଛି ଆମେ ତ ଜାଣିନୁ ସୋସିଆଲ ମିଡ଼ିଆରେ ଶୁଣୁଛୁ ନା ସେ ନରି ଯିଏ ଯେଉଁ ପିଲା ସିଏ କ'ଣ ଆମକୁ କହିଛି ନା ସେ ତୁଳସୀ ଗଣନାରେ ଚାକିରି କରିବା ପାଇଁ ପଇସା ନେଲା ଆମକୁ କହିଥିଲା କି ପଇସା ନେଇଥିଲା କି ମାଲିକ ତାକୁ ମାରିଲେ ଆମେ କ'ଣ ଦେଖିଛୁ ଯାହା ଆମେ ସୋସିଆଲ ମିଡ଼ିଆରୁ ଶୁଣୁଛୁ ଏଇଟା ହେଉଛି କଥା ଥାନାରେ କେସ୍ ଚାଲିଛି ଆମେ କେବେ ଜାଣିବୁ ଥାନା ଆମେ ଯାହା ସୋସିଆଲ ମିଡ଼ିଆରୁ ଜାଣୁଛୁ ଆମେ ତ କେହି କହିନାହାନ୍ତି ଏଇଟା କଥା ସଂଘ କ'ଣ ଅଛି ମୁଁ ତ ଶୁଣୁଛି କଳାକାର ସଂଘ ଅଛି ବୋଲି ଆଜ୍ଞା ମୋ ଥରରେ ମୋ ଲାଇଫରେ 3ଟା କଳାକାର ସଂଘ ଗଲାଣି 4ଟା ଗଲାଣି ଯଦୁମଣି କାନୁନ ଥିଲେ ସେ ଗୋଟେ ସଂଘ କରିଥିଲେ ସିଏ କୁଆଡ଼େ ଗଲା ଏମିତି ଗଲେ ମାନେ କେତେଟା ସଂଘ ଗଲାଣି ତେଣୁ ଆମର ଏବେ ଗୋଟେ କଳାକାର ସଂଘ ଚାଲିଛି କେତେ ଦୂର ସେମାନେ କ'ଣ କରିବେ ସେ ମୁଁ ତ କହିପାରିବି ମୁଁ ସେ ସଂଘର ମୁଁ ଜଣେ କର୍ମକର୍ତ୍ତା ମେମ୍ବର ମୁଁ ତ ଉଚ୍ଚ ପଦବୀରେ ତାଙ୍କ ସଂଘରେ ନାହିଁ ତା ପ୍ରେସିଡେଣ୍ଟ ଅଛି ସେକ୍ରେଟାରୀ ଅଛନ୍ତି ତାଙ୍କର ବଡ଼ ବଡ଼ ଲୋକ ସବୁ ଅଛନ୍ତି କଳାକାର ସଂଘରେ ସେମାନେ ଯାହା ନିଷ୍ପତ୍ତି ନେବେ ସେ ବିଷୟରେ କାରଣ ମୁଁ ସଂଘର ଗୋଟେ ସଭ୍ୟ ମୋଠୁ ଆହୁରି ବଡ଼ ବଡ଼ ଲୋକ ଅଛନ୍ତି କିଏଟା କେମିତି ସମ୍ଭବ ଏଇଟା କେମିତି ସମ୍ଭବ 2ଟା ପାଟିରୁ ପଇସା ଆଣି ରହିବ କେଉଁଠି ମୁଁ ତ ଏ ପାଟିରୁ ପଇସା ନେଲେ ସେ ପାଟିରୁ ପଇସା ନେବ କେମିତି ଏ ପାଟିରୁ ମୁଁ ସେଇଟା ମୁଁ ଗୋଟାଏ ବର୍ଷ ଏ ପାଟିରେ ରହିଛି ଏଠୁ ଛାଡ଼ିକିରି ମୁଁ ଅନ୍ୟଠୁ ଯେଉଁଠି ଯିବି 2ଟା ପାଟିରୁ କେମିତି ପଇସା ନେବି ଏଇଟା ତ ନୁହଁ କଥା ଠିକ୍ ନୁହେଁ ମାଲିକଙ୍କର ଗୋଟେ ସଂଘ ଅଛି ଜଣେ କଳାକାର 2ଟା ପାଟିରୁ ପଇସା ନେଲେ ମାଲିକ କଥା ହେଲେ ସିଏ ମୋଠୁ ପଇସା ଦେଇଛି ତାଙ୍କ ସହିତ କଥା ହେଉନାହାନ୍ତି କିନ୍ତୁ ସେତେବେଳେ ସଂଘ ନଥିଲା ସାଙ୍ଗେ ସାଙ୍ଗେ ସଂଘ ହେଇଗଲା ସାଙ୍ଗେ ସାଙ୍ଗେ ସଂଘ ହେଲା ବୁଝିଲେ କି
କଥା ହେଉଛି ସେତେବେଳେ ଯଦି ସଂଘ ଥାଆନ୍ତା ତାଙ୍କର ଯେ କହିଥାନ୍ତା ସିଏ ତ ମାଲିକ ପିୟୁଷ କ'ଣ ତାଙ୍କ ପକେଟରୁ ଜବରଦସ୍ତ ପଇସା ନେଇଗଲା କି ଏମାନେ ତାକୁ ଦେଇଛନ୍ତି ଏମାନେ ତାକୁ ଦେଇଛନ୍ତି ତାହେଲେ ଏମାନେ ପିୟୁଷ କାହିଁକି ଏଠୁ ଛାଡ଼ିକି ସେଠୁ ଟଙ୍କା ଆଇଲା ତା ଭିତରେ କ'ଣ ରହସ୍ୟ ଅଛି ସେଟା ଆମେ ଜାଣିନୁ ନା ସେଟା ଆଲୋଚନା କରିବା ହିଁ ଭୁଲ ଯେ ପିୟୁଷ ସୂର୍ଯ୍ୟ ମନ୍ଦିରରେ ଥିଲା କେଉଁ ପରିସ୍ଥିତିରେ ସେଠୁ ଟଙ୍କା ଆଇଲା ସେଇଟା ପିୟୁଷ ହିଁ ଜାଣିଛି ସୂର୍ଯ୍ୟ ମନ୍ଦିର ମାଲିକ ହିଁ ଜାଣିଥିବେ ସିଂହ ବାହିନୀରୁ ପଇସା ଆଣିଛି ସେ ସିଂହ ବାହିନୀ ମାଲିକ ଜାଣିଥିବ ଇଏ ତ କ'ଣ ତା ଭିତରେ ଡିସ୍ପ୍ୟୁଟ୍ ହେଇଛି ହଁ ଆମେ ତ ଦେଖିପାରୁଛୁ ଏଠି ବହି ପୂଜା ହେଉଛି ସେଠି ବହି ପୂଜା ହେଉଛି ସେଟା ପିୟୁଷ କହିପାରିବ ମାଲିକମାନେ କହିପାରିବେ ତାଙ୍କ ମାଲିକ ସୂର୍ଯ୍ୟ ମାଲିକ ସିଂହ ବାହିନୀ ମାଲିକ କହିପାରିବେ ନାଇଁ ଆଜ୍ଞା ସେମିତି ହେଇନି ଏବେ ଏଇ ଯେଉଁ ଆମକୁ ବି ଲଜ୍ଜା ଲାଗୁଛି ଗୋଟେ ଚାରିଆଡ଼େ ଗୋଟେ ସୋସିଆଲ ମିଡ଼ିଆରେ ଯାତ୍ରା 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 ସବୁବେଳେ ଦେଖିଲା ବେଳକୁ ଯାତ୍ରା ପ୍ରକୃତ ଯାତ୍ରା ଗୋଟେ ଶବ୍ଦ ଯେଉଁ ଶବ୍ଦଟା ସେ ମାନେ ଜାଣୁଛି ଖାଲି ସେଇ ଯାତ୍ରା ବିଷୟରେ ସୋସିଆଲ ମିଡ଼ିଆ ଖୋଲିଲା ମାନେ ସେଇଗୁଡ଼ାକ ଯାତ୍ରା ଆରେ କିଏ ଭୁଲ କଲା କ'ଣ କଲା କଥା ହେଉଛି କ'ଣ ଅବଶ୍ୟ ଆମକୁ କିଛି କହୁନାହାନ୍ତି କି ଆମ ଲାଇଫରେ ସେମିତି କିଛି ନାହିଁ କିନ୍ତୁ ଯିଏ ପଚାରି ଦେଉଛନ୍ତି ଭାଇ ଗୋଟା କ'ଣ ତୁମର ଚାଲିଛି ଯିଏ ଚାଲିଛି ଯିଏ ବାସି ବରା ଖାଇଲା ସେ ଝାଡ଼ା ଖାଇବ ନା ନାହିଁ ତାର ସମସ୍ତେ କଳାକାର ସମସ୍ତେ କାହିଁକି ସମସ୍ତେ ଗୋଟେ ଆକ୍ଷେପ କରିବା ଏଇଟା ଠିକ୍ ନୁହେଁ ଯାତ୍ରାବାଲା କେତେ କେତେ ଲୋକ କହୁଛନ୍ତି କି ମାଲିକମାନେ ବି କହୁଛନ୍ତି ହେଲାନି ଆରେ ତାକୁ କିଏ କରିଛି କିଏ ପିୟୁଷ ଟଙ୍କା ନେବାଟା ପିୟୁଷ କ'ଣ ଜବରଦସ୍ତ ପକେଟରୁ ପଇସା ନେଇ ଆସିଲା ଯଦି ସିଂହ ବାହିନୀରୁ ଟଙ୍କା ଆଣିଲା ଏଠି କ'ଣ ଡିସ୍ପ୍ୟୁଟ୍ ହେଇଥିଲା ସେ ମାଲିକ ଜାଣିଥିବେ କେଉଁ ପରିସ୍ଥିତିରେ ସେଠୁ ଯେ ଟଙ୍କା ଆଣିଛି ସେଠୁ ଆଣି ସାରିଲା ପରେ ଇଏ କହୁଛି ମୁଁ ଛାଡ଼ିବିନି ଏଠି କହିଲା ପିୟୁଷ ବି କହିଲା ମୁଁ ରହିବି ସେଟା ପିୟୁଷ ଜାଣିଥିବ ସେ ମାଲିକ ଜାଣିଥିବେ ଆମେ ସେମିତି କହିପାରିବୁ କେମିତି ଆମେ କହିବୁ ନରିପଟା ଶୁଣନ୍ତୁ ନରି ପଇସା ଏଠୁ ନେଇଥିଲା ନରି କହୁଛି ମୋତେ ମାଇଲେ କିଏ ଦେଖିଛି ମୁଁ ଯଦି ମୋତେ ମାରିଲେ କିଏ ଦେଖିଛି ଆମେ ତ ଦେଖିନୁ ନା ସିଏ ତାର ନରିପଟା ଥାନାରେ ଏଫଆଇଆର୍ କଲା ସେ ଥାନା ଏଫଆଇଆର୍ କଲା ଆଇନ ଉପରକୁ ଚାଲିଗଲା ସେଇଟା ବର୍ତ୍ତମାନ ଆଇନ ଉପରକୁ ଗଲାଣି ଥାନାବାଲା ବୁଝିବେ ଇଏ ବୁଝିବେ ସେ ବିଷୟରେ ଆମର ମୁଣ୍ଡ ଖେଳିବା ବି ଦରକାର ନାହିଁ ଆଗରୁ ଆପଣ 50 ବର୍ଷ ତଳୁ ଯାତ୍ରା ହେଉଥିଲେ ଏବେ 2025ରେ ଯାତ୍ରା ହେଉଛି କ'ଣ ଫରକ ଅଛି ଫରକ ତ ହେଲାଣି ଏବେ କିନ୍ତୁ ସେତେବେଳେ ଯାତ୍ରା ଥିଲା ଯାହା ଏବେ ବ୍ୟବସାୟିକ ଦୃଷ୍ଟିକୋଣରୁ ଯାତ୍ରା ଚାଲିଛି ବ୍ୟବସାୟ ଦୃଷ୍ଟିକୋଣ ଆଉ କିଛି ବଢ଼ିଛି ଲାଇଟ୍ ସାଉଣ୍ଡ ଆରମ୍ଭ କରି ସବୁକିଛି ବଢ଼ିଛି ସେତେବେଳେ ଟିକେ ଗପଟେ ଭଲ ଥିଲା ଗପ ନାଟକଟା ମଜବୁତ ଥିଲା ଗୋଟେ ନାଟକ 5 ବର୍ଷ 8 ବର୍ଷ 10 ବର୍ଷ ଏମିତି ଚାଲୁଥିଲା ଗୋଟେ ନାଟକ ସେତେବେଳେ ନାଟକ ଗପ ଥିଲା ବହୁତ ଷ୍ଟ୍ରଙ୍ଗ ଥିଲା ଏବେ ଯୁଗ ଅନୁସାରେ ଚାଲିଛି ତ ଇନକମ୍ ଠିକ୍ ଚାଲିଛି ଇନକମ୍ କିଛି ଅସୁବିଧା ନାହିଁ ଯୁଗ ଅନୁସାରେ ଚାଲିଛି ଶୁଣନ୍ତୁ ସଂଳାପ 20 ବର୍ଷ ତଳେ ସେ ସଂଳାପ ଥିଲା ସେଇଟା ଅଲଗା ଥିଲା ବର୍ତ୍ତମାନ ଯେଉଁ ସଂଳାପ ଚାଲିଛି ଅଲଗା ବର୍ତ୍ତମାନ ଯେଉଁ ନାଟ୍ୟକରମାନେ ନିର୍ଦ୍ଦେଶକମାନେ ଆସୁଛନ୍ତି ଅନନ୍ତ ଯାହା ଶୁଣନ୍ତୁ ସିଏ ପ୍ରବାଦ ପୁରୁଷ ବୁଝିଲେ ଯାତ୍ରାରେ ସେଟା ମୁଁ କହିପାରିବିନି ଗ୍ରୁପଜିମି କ'ଣ ଗ୍ରୁପଜିମିଟା କ'ଣ ଯାତ୍ରାଟା ଗ୍ରୁପଜିମି କ'ଣ ସେଇଟା ହେଉଛି ଭୁଲ ଯାଇଥିବ ସେଇଟା ଭୁଲ ସେଇଟା ଯେ ଆମେ ଶୁଣୁଛୁ ଯେ ବନ୍ଧାଟା ଆମେ ଯିବୁ ସେଇଟା ଭୁଲ ଆରେ ମୁଁ ମୋର ମାଲିକ ପାଖରେ ଚାକିରି କରିଛି ଯଦି ମୋତେ ଏଠି ପସନ୍ଦ ହେଲାନି କି ଅନ୍ୟ କେଉଁ ମାଲିକ ମୁଁ ଆମେ ସାଙ୍ଗ ହେଇକି 5 ଜଣ ଯିବୁ ସେ ମାଲିକ କେମିତି ରଖୁଛି ଯେଉଁ 5 ଜଣ ଆମେ ଯିବୁ ଏଇ 5 ଜଣ ଆଜି ସେଠି ମାଲିକ ଚିନ୍ତା କରେ ଏଇ 5 ଜଣ ଆଜି ମୋ କତିକି ଆସୁଛନ୍ତି କାଲି ଗଲାବେଳେ ସେ 5 ଜଣ ପଳେଇବେ ସେଇଟା ଯାତ୍ରା ପାର୍ଟିର ମାଲିକ ଚିନ୍ତା କରିବା କଥା ଆରେ ଏ ସାଙ୍ଗ ହେଇକି 5 ଜଣ ଆସୁଛନ୍ତି ଗଲାବେଳେ ତ ସେଇ 5 ଜଣ ଯିବେ ତେଣୁ ଗ୍ରୁପିଜିମି ଗୁଡ଼ା କ'ଣ ଯାତ୍ରାଟା ଗ୍ରୁପିଜିମି କ'ଣ ମୁଁ ତ ଜନ୍ମ ହେଇଛି ମୋ ନିଜ ପାଇଁ ମୁଁ ନିଜ ପାଇଁ ଖଟୁଛି ନିଜ ପାଇଁ ପଇସା ନେବି ନିଜ ପରିବାର ପାଇଁ ପଇସା ନେବି ଆଜି ପର୍ଯ୍ୟନ୍ତ କୌଣସି ମାଲିକ ସାଙ୍ଗରେ ମୋର ବି ଅପ୍ରିୟ ହେବାର ନାହିଁ କି ମୋତେ ଜୟପାନ୍ତି ମୁଁ ଛୋଟ ଛୁଆ ହେଲେ ବି ସମ୍ମାନ ଦିଏ ମାଲିକଙ୍କୁ ସମ୍ମାନ ଦିଏ ମୋ ଛୋଟ ଛୋଟ ଜୁନିୟର ପିଲାମାନଙ୍କୁ ବି ସମ୍ମାନ ଦିଏ ମୁଁ ସମ୍ମାନ ନଦେଲେ ମୁଁ ସମ୍ମାନ ପାଇବି କେମିତି
ତେଣୁ ମୁଁ କାହାକୁ କେବେ ମୋ ଲାଇଫ୍ରେ ମିସବିହେଭ୍ କରିନି, କେଉଁ ମାଲିକକୁ ମିସବିହେଭ୍ କରେନି। କାହିଁ କରିବି? ସେମାନେ ସଂସ୍ଥା କରିଛନ୍ତି, ଆମେ ତାଙ୍କ ପାଖରେ ଚାକିରି କରିବୁ। ମୋତେ ଭଲ ଲାଗିଲାନି ଏ ବର୍ଷ, ମୁଁ ଏ ବର୍ଷ ରହିଯିବି, ଆର ବର୍ଷ ମୁଁ ମନେ ମନେ ଚାଲିଯିବି। ମୁଁ କାହିଁ କହିବି ଆପଣ ଭଲ ନୁହନ୍ତି, ଆପଣ ଖରାପ ନୁହନ୍ତି, ମୁଁ ଆପଣ ଏମିତି କହିବି। ମୋତେ ଏ ବର୍ଷ ଭଲ ଲାଗିଲା, ମୁଁ କୌଣସି ଆପଣଙ୍କ ବର୍ଷଟା ଖୁଆଇବି, ତା ପର ବର୍ଷ ମୁଁ ରହିବିନି, ପଳେଇବି। ମଣିଷ କ'ଣ କେବେ ଖରାପ ଥାଏ? ଜନ୍ମ ହେଲା ମଣିଷ ବେଳେ କ'ଣ ଖରାପ ହେଇ ଜନ୍ମ ହେଇଥାଏ? ମଣିଷ ଛୁଆ ଯେତେବେଳେ ଜନ୍ମ ହେଇଥାଏ ଖରାପ ପରିସ୍ଥିତି ପରିବେଶ ତାକୁ ଖରାପ କରିଦିଏ। ଜନ୍ମ ହେଲା ବେଳେ ସମସ୍ତେ ଭଲ ହେଇ ଜନ୍ମ ହେଇଥାନ୍ତି।